ଆଜି ହେଉଛି ପବିତ୍ର ସୋମବାର। ଦେବାଧିଦେବ ମହାଦେବଙ୍କର ପ୍ରିୟ ଦିନ। ଜୀବନରେ ଯଦି ଦୁଃଖ କଷ୍ଟ ଲାଗି ରହିଛି ତେବେ ଭୋଳା ବାବାଙ୍କୁ ଟିକେ ଶ୍ରଦ୍ଧାରେ ଡାକି ଦିଅନ୍ତୁ। ସେ ଅଳ୍ପରେ ସନ୍ତୁଷ୍ଟ। କେବଳ ଟିକିଏ ଜଳ ଆଉ ବେଲପତ୍ରରେ ସେ ନିଜ ଭକ୍ତକୁ ସବୁ କିଛି ଦେଇ ଦିଅନ୍ତେ। ଆସନ୍ତୁ ଜାଣିବା କେମିତି ପୂଜା କଲେ ଭୋଳାନାଥ ପ୍ରସନ୍ନ ହୁଅନ୍ତେ। ସନାତନ ଧର୍ମରେ ସୋମବାର ଦିନଟିକୁ ଭଗବାନ ଶିବଙ୍କ ପୂଜା ପାଇଁ ସବୁଠାରୁ ଶ୍ରେଷ୍ଠ ବୋଲି ମନାଯାଇଥାଏ। ମହାଦେବ ବହୁତ ଭୋଳା, ସେଇଥିପାଇଁ ତାଙ୍କୁ ଭୋଳାନାଥ କୁହାଯାଏ। ଯଦି ଆପଣ ପ୍ରକୃତ ଭକ୍ତିର ସହ ତାଙ୍କୁ ଡାକନ୍ତି ତେବେ ସେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତେ। ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ବଡ଼ ଆଡମ୍ବର କିମ୍ବା ମୂଲ୍ୟବାନ ସାମଗ୍ରୀର ଆବଶ୍ୟକତା ନାହିଁ। ଏକ ପୁରୁଣା କଥା ଅନୁସାରେ ଜଣେ ଗରିବ ବ୍ୟାଧ ନିଜ ଅଜାଣତରେ ଶିବରାତ୍ରି ଦିନ ଗୋଟାଏ ଶିବଲିଙ୍ଗ ଉପରେ କିଛି ବେଲପତ୍ର ଏବଂ ଲୁହ ପକାଇ ଚାଲିଥିଲେ ଏବଂ ଭୋଳାନାଥ ସେଥିରେ ସନ୍ତୁଷ୍ଟ ହୋଇ ତାକୁ ମୋକ୍ଷ ପ୍ରଦାନ କରିଥିଲେ। ଯେକୌଣସି ବ୍ୟକ୍ତି ନିଜ ମନରେ ନିଷ୍କପଟ ଭକ୍ତି ରଖି ସୋମବାର ଦିନ ମହାଦେବଙ୍କୁ ପୂଜା କଲେ ତାଙ୍କର ସବୁ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ସୋମବାର ଦିନ କେମିତି କରିବେ ଶିବଙ୍କ ପୂଜା? ସକାଳୁ ଶୀଘ୍ର ଉଠି ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରନ୍ତୁ। ନିକଟରେ ଥିବା କୌଣସି ଶିବ ମନ୍ଦିରକୁ ଯାଆନ୍ତୁ କିମ୍ବା ଘରେ ଥିବା ଶିବଲିଙ୍ଗ ପାଖରେ ବସନ୍ତୁ। ଗୋଟାଏ ତମ୍ବା ଢାଳରେ ଶୁଦ୍ଧ ଜଳ କିମ୍ବା ଗଙ୍ଗା ଜଳ ନିଅନ୍ତୁ। ସେଥିରେ ଅଳ୍ପ କଳା ରାଶି ପକାଇ ଓಂ ନମଃ ଶିବାୟ ମନ୍ତ୍ର ଜପ କରି ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତୁ। ଜଳ ଅର୍ପଣ କରିବା ଦ୍ୱାରା ମନ ଶାନ୍ତ ହୁଏ ଏବଂ ଜୀବନରୁ ନକାରାତ୍ମକ ଶକ୍ତି ଦୂର ହୁଏ। ଜଳ ଅର୍ପଣ କରିବା ପରେ ମହାଦେବଙ୍କୁ ଶ୍ୱେତ ଚନ୍ଦନ ଲଗାନ୍ତୁ। ଶିବଙ୍କୁ ଚନ୍ଦନ ଲଗାଇବା ଦ୍ୱାରା ଜୀବନରେ ଶାନ୍ତି ଏବଂ ଶୀତଳତା ଆସିଥାଏ। ଏହାପରେ 3ଟି ପତ୍ର ଥିବା ଖଣ୍ଡିଆ ହୋଇନଥିବା ବେଲପତ୍ର, ଅରଖ ଫୁଲ ଏବଂ କିଛି ଅକ୍ଷତ ଅର୍ଥାତ୍ ଅରୁଆ ଚାଉଳ ଅର୍ପଣ କରନ୍ତୁ। ମନେ ରଖିବେ, ମହାଦେବଙ୍କ ପୂଜାରେ କେବେ ବି ସିନ୍ଦୁର କିମ୍ବା ତୁଳସୀ ପତ୍ର ବ୍ୟବହାର କରିବେନି। ଶେଷରେ ଧୂପ ଏବଂ ଦୀପ ଜାଳି ଶିବ ଚାଳିସା କିମ୍ବା ଶିବ ଆରତୀ ପାଠ କରନ୍ତୁ। ସୋମବାର ଦିନ ବ୍ରତ ରଖିବା ମଧ୍ୟ ଅତ୍ୟନ୍ତ ଫଳପ୍ରଦ। ଯଦି ସମ୍ଭବ ହୁଏ ଗୋଟାଏ ଓଳି ଉପବାସ ରହି କେବଳ ଫଳ ଆହାର କରନ୍ତୁ। କିନ୍ତୁ ସବୁଠାରୁ ବଡ଼ ପୂଜା ହେଉଛି ଆପଣଙ୍କର ଆଚରଣ। ମନରେ କାହା ପ୍ରତି ହିଂସା ବା କ୍ରୋଧ ରଖନ୍ତୁ ନାହିଁ। ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ, କାରଣ ଦୟାଳୁ ହୃଦୟରେ ହିଁ ମହାଦେବ ବାସ କରନ୍ତି। ଆପଣଙ୍କର ନିରବିଚ୍ଛିନ୍ନ ଶ୍ରଦ୍ଧା ହିଁ ଆପଣଙ୍କୁ ଶିବ କୃପାର ଅଧିକାରୀ କରିବ। ମହାଦେବ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତୁ। ହର ହର ମହାଦେବ।